ସପ୍ତମ ଗୁଜରୀ। ଅଷ୍ଟଗୁଜରୀ ପ୍ରାର୍ଥନାର ସପ୍ତମ ଛାନ୍ଦରେ ମହାପୁରୁଷେ ପବନ କ୍ରିୟା ବା ପ୍ରାଣାୟାମ ଯୋଗ ତତ୍ତ୍ୱର ଆବଶ୍ୟକତା, ଉପାଦେୟତା, ଉତ୍କର୍ଷତା ସହ ତତ୍ ସାଧନ ନିମନ୍ତେ ପ୍ରାର୍ଥନାକାରୀମାନଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି। ନିର୍ଗୁଣ ପରବ୍ରହ୍ମଙ୍କର ସତ୍ତା ଅଂଶ ସହ ଲୀଳାମୟୀ ତ୍ରିଗୁଣ ସ୍ୱରୂପିଣୀ ପ୍ରକୃତି ଅଂଶର ସମ ମିଶ୍ରଣରୁ ସଂସାର ଲୀଳା ସୃଷ୍ଟି। ଆମ୍ଭେ ଜାଣୁ ଗୁଣରହିତ ବସ୍ତୁ ସହିତ ଗୁଣଯୁକ୍ତ ବସ୍ତୁ ମିଶିଲେ ଯେପରି ଗୁଣର ପ୍ରଭାବ ଉଦ୍ଭବ ହୁଏ, ସେହିପରି ସଂସାର ଲୀଳା ନିମନ୍ତେ ସୃଷ୍ଟ ସମସ୍ତ ଜନଜଗତଠାରେ ତ୍ରିଗୁଣର ପ୍ରଭାବ ଅନୁଭୂତ ହୁଏ। ମାନସିକ ସ୍ତରର ବିକାଶ ଅନୁସାରେ ଜୀବର ପ୍ରକାରଭେଦ ହୋଇଥାଏ। 56 କୋଟି ଜୀବଜନ୍ତୁ ମଧ୍ୟରୁ ମାନବ ଶ୍ରେଷ୍ଠ ହେଲେ ମଧ୍ୟ ମାନବର ମନ ତ୍ରିଗୁଣ ଦ୍ୱାରା ପ୍ରଭାବିତ। ତ୍ରିଗୁଣ କହିଲେ ସତ୍ତ୍ୱ, ରଜ ଓ ତମଗୁଣକୁ ବୁଝାଏ। ଜୀବ ସଂସାର ରୂପକ ଅରଣ୍ୟ ପଥ ଦେଇ ଗତି କଲାବେଳେ ତ୍ରିଗୁଣ ସ୍ୱରୂପ 3 ଡକାୟତଙ୍କ ହାବୁଡ଼ରେ ପଡ଼େ। ସେମାନେ ଜୀବ ବାଟୋଇର ସର୍ବସ୍ୱ ଲୁଟି ନିଅନ୍ତି। ସର୍ବସ୍ୱ ଲୁଟି ନେଲା ପରେ ପ୍ରଥମ ଡକାୟତ ତାକୁ ହାଣି ମାରିଦେବାକୁ ଚାହେଁ। ଦ୍ୱିତୀୟ ଡକାୟତ ତା'ର ହାତଗୋଡ଼ ବାନ୍ଧି ଦେବାକୁ କୁହେ। ତୃତୀୟ ଡକାୟତ ଅନ୍ୟ 2 ଡକାୟତଙ୍କ କବଳରୁ ଜୀବକୁ ରକ୍ଷା କରି ଘରକୁ ବାଟ ଦେଖାଏ। ପ୍ରଥମ ଡକାୟତ ତମଗୁଣର ନିଦର୍ଶନ। ଦ୍ୱିତୀୟ ଡକାୟତ ରଜଗୁଣର ପ୍ରତୀକ ହେଲାବେଳେ ତୃତୀୟ ସତ୍ତ୍ୱଗୁଣର ପରିଚାୟକ। ଦମ୍ଭ, ଦର୍ପ, ଅଭିମାନ, କାମ, କ୍ରୋଧ ଓ ଲୋଭ ପ୍ରଭାବରୁ ସତ୍ତ୍ୱଗୁଣ ରକ୍ଷା କଲେ ମଧ୍ୟ ତତ୍ତ୍ୱଜ୍ଞାନ ପ୍ରଦାନ କରିପାରେ ନାହିଁ କି ମୁକ୍ତି ଦେଇପାରେ ନାହିଁ। ସେଥିଲାଗି ଯୁଗେଶ୍ୱର ଶ୍ରୀକୃଷ୍ଣଙ୍କର ଦିବ୍ୟୋକ୍ତି ଥିଲା ତ୍ରୈଗୁଣ୍ୟ ବିଷୟା ଦେବା ନିସ୍ତ୍ରେଗୁଣ୍ୟ ଭବାର୍ଜୁନ। ଅର୍ଥାତ୍ ତ୍ରିଗୁଣ ମଧ୍ୟରେ ରହିଲେ ମନ ସଂସାରର ବିଷୟା ମୋହରେ ଜଡ଼ିତ ହେବ। ତ୍ରିଗୁଣ ରହିତ ହେଲେ ଜୀବ ପ୍ରଭୁଙ୍କୁ ପ୍ରାପ୍ତ ହୋଇପାରିବ। ମାତ୍ର ତ୍ରିଗୁଣ ଭିତରେ ମଜି ରହି ମୁକ୍ତିବାଞ୍ଛା କରିବା ତୁଚ୍ଛ କଥା। ମନୁଷ୍ୟ କ୍ଷେତ୍ରରେ ଜାତ ଜ୍ଞାନ ସଚ୍ଚିଦାନନ୍ଦ ସତ୍ ଚିତ୍ ଆନନ୍ଦଙ୍କ ଚିତ୍ ଶକ୍ତିରୁ ଆନୀତ ଓ କର୍ମ ପ୍ରକୃତି ଅଂଶରୁ ଜାତ। ତେଣୁ ପ୍ରକୃତିର ଗୁଣଗୁଡ଼ିକ ଦ୍ୱାରା କର୍ମ ପ୍ରଭାବିତ ହେତୁ ଯେଉଁ ଗୁଣର ପ୍ରଭାବ ଶରୀର କ୍ଷେତ୍ରରେ ଯେଉଁ ପରିମାଣରେ ଥାଏ, ସେହି ଜାତୀୟ କର୍ମ କରିବାକୁ ଜୀବ ଆଗ୍ରହ ପ୍ରକାଶ କରେ। ଶରୀର କ୍ଷେତ୍ରରେ ଯାବତୀୟ କର୍ମ ମନର ଇଙ୍ଗିତରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ। ଏହି ମନ ତ୍ରିଗୁଣ ପ୍ରଭାବରେ ଅତିଶୟ ଚଞ୍ଚଳତା ପ୍ରକାଶ କରେ। ତ୍ରିଗୁଣ ପ୍ରଭାବରୁ ଜାତ ବିଷୟାସକ୍ତ ଭାବ, ହିଂସା, ଈର୍ଷାର ପ୍ରଭାବ ଓ ସର୍ବୋପରି ଅହଙ୍କାର ଗୁଣ ଆଦି ମନ ଉପରେ ପ୍ରଭାବ ପକାଇ ଜୀବକୁ ନର୍କଗାମୀ କରାଇଥାଏ। ଆମ୍ଭେ ଜାଣୁ ବାନରା ଗତି ଆଶ୍ଚର୍ଯ୍ୟାଃ। କ୍ଷଣକ ପାଇଁ ଏକ ଡାଳରେ ବସି ନ ରହି ଏ ଡାଳରୁ ସେ ଡାଳକୁ ଡିଅନ୍ତି। ସେହିଭଳି ମନ ଏକ ସ୍ଥାନରେ ସ୍ଥିର ନ ରହି ଏକ ମୁହୂର୍ତ୍ତରେ 7 ସମୁଦ୍ର 13 ନଈ ପାର ହୋଇ ଚାଲେ। ମାନବର ସ୍ୱଭାବ ଅତୀବ ଚଞ୍ଚଳ। ଯଦି ମାଙ୍କଡ଼ଟି ମଦ ପିଇଦିଏ, ତାହାର ଗତି ଆହୁରି ବ୍ୟଗ୍ର ହୁଏ। ମଦ ପିଇଥିବା ମାଙ୍କଡ଼କୁ ଯଦି ବିଛା ଦଂଶନ କରେ, ତେବେ ଡାଳକୁ ଡାଳ ଡେଇଁବାର ଗତି ଆହୁରି କ୍ଷିପ୍ର ହୋଇଯାଏ। ସେହି ଅବସ୍ଥାରେ ଯଦି ଗୋଟିଏ ପିଶାଚ ତା'ର ଶରୀରରେ ସବାର ହୋଇଯାଏ, ତେବେ ସେ ଗତିକୁ ଆଉ ନିୟନ୍ତ୍ରଣ କରି ହୁଏ ନାହିଁ। ସେହିପରି ମନରୂପକ ମାଙ୍କଡ଼ ବିଷୟା ମଦ ପିଇ ଦେଇଛି। ହିଂସା, ଈର୍ଷା ଭଳି କୀଟମାନେ ସର୍ବଦା ଦଂଶନ କରୁଛନ୍ତି। ତାହାଛଡ଼ା ଅହଙ୍କାର ରୂପୀ ପିଶାଚ ଏ ମନମାଙ୍କଡ଼ ଶରୀରରେ ପ୍ରବେଶ କରିଯାଇଛି। ଫଳତଃ ମନ ନିଶ୍ଚଳ ହେବ କିପରି? ମାଙ୍କଡ଼କୁ ଫାଶରେ ବାନ୍ଧି ରଖିବା ଭଳି ନିୟମ ସଂଯମ ସୂତାରେ ବୁଣା ହୋଇଥିବା ପବନ କ୍ରିୟା ରୂପକ ଜାଲର ଫାଶରେ ବାନ୍ଧି ରଖିଲେ ମନ ନିୟନ୍ତ୍ରଣରେ ରହି ନିଶ୍ଚଳାବସ୍ଥା ପ୍ରାପ୍ତ ହୁଏ। ମନର ନିଶ୍ଚଳାବସ୍ଥାରେ ଶୁଦ୍ଧ ବୁଦ୍ଧି ଜାତ ହୁଏ, ବିବେକ ଜ୍ଞାନ ଉଦୟ ହୁଏ, ଧ୍ୟାନ ଧାରଣା ଦୃଢ଼ୀଭୂତ ହୁଏ। ପୁନଃ ଏହି ମନ ହେଉଛି ଇନ୍ଦ୍ରିୟମାନଙ୍କର ରଜା। ଇନ୍ଦ୍ରିୟମାନେ ପ୍ରଜା ସଦୃଶ। ମନ ରଜାର ଆଦେଶକୁ ଇନ୍ଦ୍ରିୟମାନେ ତତ୍କ୍ଷଣାତ୍ କାର୍ଯ୍ୟକାରୀ କରାଇଥାନ୍ତି। ଯେତେବେଳେ ମନ ଅତିଶୟ ଚଞ୍ଚଳ ଅବସ୍ଥା ପ୍ରାପ୍ତ ହୋଇଥାଏ, ସେତେବେଳେ ନିର୍ଦ୍ଦିଷ୍ଟତା ନଥାଏ। ସେହି ଅବସ୍ଥାରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସମ୍ପାଦିତ କର୍ମରେ ବ୍ୟତିକ୍ରମ ହୁଏ
ତନ୍ମଧୁଜାତ ଫଳ କ୍ଲେଶଦାୟକ ହେବା ସଙ୍ଗେ ସଙ୍ଗେ ଜୀବର ଅଧୋଗତିର କାରଣ ହୋଇଥାଏ। ଶାସ୍ତ୍ରବିତ୍ମାନଙ୍କ ମତରେ ଇନ୍ଦ୍ରିୟାଣାଂ ମନୁନାଥସ୍ତୁ ମାରୁତଃ, ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ରଜା ମନ ହେଲେ ମଧ୍ୟ ମନର ରଜା ହେଉଛି ପବନ। ତେଣୁ ପବନ କ୍ରିୟା ବା ପ୍ରାଣାୟାମ ଯୋଗର ଅନୁଶୀଳନ ଫଳରେ ମନକୁ ନିୟନ୍ତ୍ରିତ କରିହୁଏ। ଯେଉଁ କ୍ଷେତ୍ରରେ ମନ ନିୟନ୍ତ୍ରିତ ସେ କ୍ଷେତ୍ରରେ ତ୍ରିଗୁଣର କାର୍ଯ୍ୟକାରୀ ଶକ୍ତି ଲୋପ ପାଏ। ସେଥିଲାଗି ମହାପୁରୁଷ ସପ୍ତମ ଛାନ୍ଦର ପ୍ରଥମ ପଦରେ ବର୍ଣ୍ଣନା କରିଛନ୍ତି, ଗୀତା ଭାଗବତ ପୁରାଣ ଚାରି ବେଦ ପୁଛିଲି, ତୁମ ବିନୁ ନାହିଁ ଗତି ମୋ ତୀର୍ଥ ବାତ ଲୁଡ଼ିଲି। ପ୍ରଭୁ ହେଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା। ଏହା ହେଉଛି ଗୀତା ଭାଗବତ ବେଦ ପୁରାଣର ନିର୍ଯ୍ୟାସ। ଏହି ଭାବଧାରାକୁ ଆପଣେଇ ସଂସାର ଲୀଳାରେ ପ୍ରବେଶ କଲେ ମଧ୍ୟ ସଂସାରରେ ବିଛାଇ ହୋଇଥିବା ତ୍ରିଗୁଣ ଜାଲରେ ବାନ୍ଧି ହେବାକୁ ହୋଇଥାଏ। ସେହି ପ୍ରଭାବକୁ ପ୍ରତିହତ କରିବାକୁ ହେଲେ ପବନ କ୍ରିୟା ସମ୍ପାଦନରେ ବ୍ରତୀ ହେବା ଆବଶ୍ୟକ ବୋଲି ମହାପୁରୁଷେ ପ୍ରାର୍ଥନାକାରୀମାନଙ୍କୁ ଚେତେଇ ଦେଇଛନ୍ତି। ସେହି ଛାନ୍ଦର ଦ୍ୱିତୀୟ ପଦରେ ବର୍ଣ୍ଣିତ ଗୁରୁ ଶବଦ କୃଷ୍ଣ ବ୍ରହ୍ମ ଜ୍ଞାନ କହିଲେ କର୍ଣ୍ଣ, ସତ୍ୟ ଶାନ୍ତି ଦୟା କ୍ଷମାକୁ ହେତୁ ଚୈତନ୍ୟ ମନ। ଏ ସଂସାର ସାଗରରେ ଜୀବ ଭାସି ବୁଲିବା ବେଳେ ଅନେକ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହୋଇଥାଏ। ବିଷୟାସକ୍ତି ହେଉଛି ପ୍ରବଳ ସ୍ରୋତ, କାମନା ବାସନା ଝଡ଼ ତୁଫାନ, ଲୋଭ ମୋହ ତନ୍ମଧ୍ୟରେ ଉତ୍ତାଳ ତରଙ୍ଗ ସଦୃଶ। ଏମାନେ ଜୀବକୁ ବୁଡ଼ାଇ ଦେବା ପାଇଁ ସତତ ଚେଷ୍ଟିତ ଥାଆନ୍ତି। ମାତ୍ର ଏଥିରୁ ଉଦ୍ଧାର ହେବାର ମାର୍ଗ ଲାଭ କରିବାକୁ ହେଲେ ନାବସ୍ୱରୂପ ଗୁରୁବାଦର ଅନୁଶୀଳନ ସହ ନାବିକ ରୂପୀ ଗୁରୁଙ୍କର ସହାୟତା ନେବାକୁ ହୋଇଥାଏ। ଯେଉଁ ନାବରେ ଜ୍ଞାନ ରୂପକ ଆହୁଲା, ଭକ୍ତି ରୂପକ ରଜୁ ଓ ନିଷ୍କାମ କର୍ମ ରୂପକ ତଲେଇ ଖଞ୍ଜା ଯାଇଛି, ସେହି ନାବ ସହ ନାବିକଙ୍କର ଅନୁସନ୍ଧାନରେ ଜୀବ ବ୍ରତୀ ହେବା ବାଞ୍ଛନୀୟ। ଗୁରୁ ପ୍ରଥମେ କୃଷ୍ଣ ନାମ ଶ୍ରବଣ କରାଇଥାନ୍ତି। ଯେଉଁ କୃଷ୍ଣ ଶବ୍ଦର ପ୍ରକୃତ ଅର୍ଥ ହେଲା ଯେଉଁ ମହାନ ଶକ୍ତିସତ୍ତା ଆଶ୍ରିତ ଭକ୍ତର ପାପ ଦୋଷକୁ ଖଣ୍ଡନ କରାଇ ଦେଇଥାନ୍ତି। ଭକ୍ତାନ୍ ପାପାଦି ଦୋଷାନ୍ କର୍ଷୟନ୍ତି ଚ ନିବାରୟନ୍ତି ଇତି କୃଷ୍ଣ। ଯେପରି କୌଣସି ବସ୍ତୁ କ୍ରୟ କଲାବେଳେ ସେହି ବସ୍ତୁ ସମ୍ବନ୍ଧୀୟ କିଛି ଜ୍ଞାନର ଆବଶ୍ୟକତା ପଡ଼େ, ଠିକ୍ ସେହିପରି ପରଂବ୍ରହ୍ମ କୃଷ୍ଣଚନ୍ଦ୍ରଙ୍କର କୃପା ଲାଭ କରିବାକୁ ହେଲେ ପ୍ରଭୁଙ୍କର ଗୁଣ ସମ୍ବନ୍ଧରେ ଅବଗତ ହେବା ଦରକାର। ସତ୍ୟ ଶାନ୍ତି ଦୟା କ୍ଷମା ଏ ଚାରି କୃଷ୍ଣଙ୍କ ମହିମା। ତେଣୁ ସତ ଶାନ୍ତି ଦୟା ଓ କ୍ଷମା ଗୁଣକୁ ଆପଣାର ଜୀବନ ଚର୍ଯ୍ୟାରେ କାର୍ଯ୍ୟକାରୀ କରାଇପାରିଲେ ମୁକ୍ତିର ମାର୍ଗ ସହଜସାଧ୍ୟ ହୋଇପାରେ। ବିଷୟାର ଅସାରତା ଓ ତତ୍ ତ୍ୟାଗର ଆବଶ୍ୟକତା ବିଷୟରେ ବୁଝିଲେ ମଧ୍ୟ ଜନ୍ମ ଜନ୍ମାନ୍ତରର କୁସଂସ୍କାରର ଫଳସ୍ୱରୂପ ତାହାର ଆକର୍ଷଣ ମନ ଓ ପ୍ରାଣକୁ ଅଧିକାର କରିଥିବାରୁ କ୍ଷଣକ ପାଇଁ ବୁଝାପଡ଼େ ସିନା, ପର ଅବସ୍ଥାରେ ଭ୍ରମ ସୃଷ୍ଟି ହୋଇଯାଏ। ଏହାର ଅର୍ଥ ହେଲା ଉପରେ ମନ ଗ୍ରହଣ କରିନିଏ, ମାତ୍ର ଅବଚେତନ ମନ ସ୍ତରର ପରିବର୍ତ୍ତନ ହୋଇ ନଥିବା ହେତୁ ଚିତ୍ତବୃତ୍ତିଗୁଡ଼ିକ ପୁଣି ଜାଗେ। ଧରାଯାଉ ସାମୟିକ ଭାବେ ବାହ୍ୟ ସଂଯମ ଦ୍ୱାରା ଜଣେ ଲୋଭ ରିପୁକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ସମୟ ସୁଯୋଗ ପାଇଲେ ଉତ୍କୋଚ ଗ୍ରହଣ କରି ସାଧନ ଜୀବନକୁ ବିନିଷ୍ଟ କରିଥାଏ। ସେହିପରି କାମ ପ୍ରବୃତ୍ତି ଗୁଣକୁ ସଂଯମତା ଦ୍ୱାରା ନିୟନ୍ତ୍ରଣ କରିଥିଲେ ମଧ୍ୟ ତାହା ଯଦି ଅନ୍ତରତମ ପ୍ରଦେଶରେ ସୂକ୍ଷ୍ମାଂଶରେ ସଂଯୁକ୍ତ ନ ହୋଇଛି, ତେବେ ତାହା କ୍ଷଣକେ ଆତ୍ମପ୍ରକାଶ କରେ। ସେହିପରି ଅହଙ୍କାର ଓ ମମତ୍ୱବୋଧ ଆଦି ମଧ୍ୟ ପରିପ୍ରକାଶ ହୋଇଥାନ୍ତି। ଏହାକୁ ଲକ୍ଷ୍ୟ କରି ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଅର୍ଜୁନଙ୍କ ପ୍ରତି ଦିବ୍ୟୋକ୍ତି ଥିଲା, ପ୍ରକୃତେ ଗୁଣସମ୍ମୂଢ଼ା ସଜ୍ଜନ୍ତେ ଗୁଣକର୍ମସୁ। ଅର୍ଥାତ୍ ଏହି ମୋହ ନିଦ୍ରା ତୀବ୍ର ଅଧ୍ୟବସାୟ ଓ ଦୃଢ଼ ପ୍ରଚେଷ୍ଟା ବିନା ଦୂର ହୁଏ ନାହିଁ। ତେଣୁ ମହାପୁରୁଷେ ହେତୁ ଚୈତନ୍ୟ ମନ ବୋଲି ବର୍ଣ୍ଣନା କରି ଅନ୍ତରେନ୍ଦ୍ରିୟ ସୂକ୍ଷ୍ମ ସତ୍ତାରୁ ଇନ୍ଦ୍ରିୟ ପ୍ରବୃତ୍ତିକୁ ଦୂରେଇ ଦେଇ ନିଷ୍ଠାର ସହ ସତ୍ ଶାନ୍ତି ଦୟା ଓ କ୍ଷମା ଗୁଣର ଅନୁଶୀଳନ କରିବା ପାଇଁ ପ୍ରାର୍ଥନାକାରୀମାନଙ୍କୁ ଦିବ୍ୟ ସନ୍ଦେଶ ପ୍ରଦାନ କରିଛନ୍ତି।
ସପ୍ତମ ଛାନ୍ଦର ତୃତୀୟ ପଦରେ ବର୍ଣ୍ଣିତ ଇହ ପରଲୁ କେବଲନ୍ତି ଗତ ପରତେ ତନୁ ତ୍ରିଗୁଣ ଅଘତି ମୀରକୁ ସନ୍ତ ଦର୍ଶନ ଭାନୁ। ମାନବ ଜୀବନର ଲକ୍ଷ୍ୟ ହେଲା ଆଧ୍ୟାତ୍ମିକ ଭାବର ଉନ୍ନତି ଓ ପରିଶେଷରେ ପରମ ପ୍ରାପ୍ତି। ଜୀବ ମୂଳରୁ ଭଗବତ ସ୍ତରରୁ ବିଚ୍ୟୁତି ହୋଇ ମାନବୀୟ ସ୍ତରକୁ ଆସିଅଛି। ଭଗବତ ସ୍ତର କହିଲେ ସତ୍ ଚିତ୍ ଆନନ୍ଦ ସ୍ତର। ସତ୍ ଚିତ୍ ଓ ଆନନ୍ଦ ଅଂଶ ସହ ତ୍ରିଗୁଣ ଅଂଶର ସମ୍ମିଶ୍ରଣରେ ମାନବୀୟ ସ୍ତର ସୃଷ୍ଟି। ମାନବ ଶରୀର ପାଇଁ ସତ୍ କହିଲେ ପ୍ରଭୁଙ୍କ ଉପସ୍ଥିତି, ଚିତ୍ ହେଉଛି ମାନବର ଜ୍ଞାନ ଓ ଆନନ୍ଦ ହେଉଛି ଆହ୍ଲାଦିନୀ ଶକ୍ତି, ଯେଉଁ ଆନନ୍ଦ ପାଇଁ ଜୀବ ସର୍ବଦା ବ୍ୟାକୁଳିତ। ମାତ୍ର ତ୍ରିଗୁଣ ଅଂଶ ଭ୍ରମ ସୃଷ୍ଟି କରାଉଥିବାରୁ ପ୍ରକୃତ ଆନନ୍ଦ ଭାବକୁ ଜୀବ ଉପଲବ୍ଧି କରି ନ ପାରି ସାଂସାରିକ ପାର୍ଥିବ ବସ୍ତୁରେ ଆନନ୍ଦକୁ ଖୋଜି ତତ୍ ସହ ଯୁକ୍ତ ହୋଇ ରହେ। ମାତ୍ର ସଂସାର ସହ ଯୋଡ଼ି ହେବାର ନାମ ଭୋଗ, ଯାହା ଆନନ୍ଦ ପରିବର୍ତ୍ତେ ଦୁଃଖର କାରଣ ହୋଇଯାଏ। ଏହା ହିଁ ଜୀବର ଅଜ୍ଞାନତା। ଅଜ୍ଞାନତା ହିଁ ପାପ। ତେଣୁ ତ୍ରିଗୁଣ ଅଂଶ ଜୀବକୁ ଲକ୍ଷ୍ୟଚ୍ୟୁତି କରାଇ ଶତ୍ରୁତା ଆଚରଣ ପୂର୍ବକ ପାପ କର୍ମରେ ଲିପ୍ତ କରାଇଥାଏ। ଅନ୍ଧକାରରେ ଯାତ୍ରା କରୁଥିବା ବାଟୋଇ ଯେପରି ପଥ ହୁଡ଼େ, ସେହିପରି ଅଜ୍ଞାନୀ ଭଗବତ ପ୍ରାପ୍ତିର ମାର୍ଗ ହୁଡ଼ିଯାଏ। ମାତ୍ର ସୂର୍ଯ୍ୟଙ୍କ ଆଗମନରେ ଅନ୍ଧକାର ଦୂରେଇ ଗଲା ଭଳି ଜଣେ ସିଦ୍ଧ ସନ୍ଥ ବ୍ୟକ୍ତିଙ୍କର ତତ୍ତ୍ୱାବଧାନରେ ପରିଚାଳିତ ହେଉଥିବା ବିଷୟୀ ମାନବର ସମସ୍ତ ଗୁଣ ଦୂରେଇ ଯାଏ। ସେହିପରି ସାଧୁଙ୍କ ପ୍ରଦତ୍ତ ଧାରାନିୟମକୁ ଆପଣେଇ ନେଉଥିବା ମାନବ ମାନବୀମାନେ ଗତ ଜନ୍ମର କ୍ରିୟାକର୍ମ ସହ ଇହଜନ୍ମର ଭଲମନ୍ଦ ଏବଂ ପରଲୋକର ସମସ୍ତ ଦିବ୍ୟ ଜ୍ଞାନ ସମ୍ବନ୍ଧରେ ଅବଗତ ହୋଇପାରନ୍ତି। ସପ୍ତମ ଛାନ୍ଦର ଶେଷ ଦୁଇ ପଦରେ ବର୍ଣ୍ଣିତ କମଳ କେଶର ଦଳରେ ଲୀଳା କରେ ଭ୍ରମର ଶୂନ୍ୟରେ ଜ୍ୟୋତିରୁମି ଜ୍ୟୋତି ଶୂନ୍ୟ ଚୁମ୍ବେ କେଶର 56 କୋଟି ଜୀବ ଜନ୍ତୁ 33 କୋଟି ଦେବ କହେ ଅଚ୍ୟୁତ ବିଷ୍ଣୁ ଭକ୍ତ ଯାର ବାସନା ଥିବ। ଭଗବାନଙ୍କୁ ଜାଣିବାର ଉପାୟ ହେଉଛି ନିଜ ମନକୁ କ୍ରମେ କ୍ରମେ ତଦ୍ଗତ କରିବା ଓ ସତତ ତାଙ୍କରି ଚିନ୍ତାରେ ମଗ୍ନ ରହିବା। ଯେ ପର୍ଯ୍ୟନ୍ତ ଅନ୍ତଃକରଣରେ ସଂସାର ମହତ୍ତ୍ୱ ସ୍ଥାନ ଅଧିକାର କରି ରହିଥାଏ, ସେ ପର୍ଯ୍ୟନ୍ତ ଭଗବତ ତତ୍ତ୍ୱ ଜାଣି ହୁଏ ନାହିଁ। କାରଣ ମନୁଷ୍ୟର ମାନସିକ ଶକ୍ତି ବିଷୟା ପ୍ରଭାବରେ ବିକ୍ଷେପିତ ହୋଇଯାଇଥାଏ। ତ୍ରିଗୁଣ ରହିତ ହେବା ସାଧାରଣତଃ ଆୟତ୍ତ ବାହାରର କଥା। ଯେତେବେଳେ ଚିତ୍ତର ସମସ୍ତ ବୃତ୍ତି ନିରୁଦ୍ଧ ହୋଇଯାଏ, ସେତେବେଳେ ହିଁ ସାଧକ ଭକ୍ତ ଭଗବାନଙ୍କ ସହ ଯୋଗଯୁକ୍ତ ହୋଇପାରନ୍ତି। ପରଂବ୍ରହ୍ମଙ୍କର ଜ୍ୟୋତି ସ୍ୱରୂପକୁ ଜ୍ୟୋତିବ୍ରହ୍ମ ବୋଲି କୁହାଯାଏ। ଏହି ଜ୍ୟୋତିବ୍ରହ୍ମରୁ ଶବ୍ଦବ୍ରହ୍ମର ସୃଷ୍ଟି। ଯେପରି ଜଳପୂର୍ଣ୍ଣ ପୁଷ୍କରିଣୀକୁ ଟେକାଟିଏ ପକାଇଲେ ତନ୍ମଧ୍ୟରୁ ସୃଷ୍ଟ ତରଙ୍ଗ ସବୁ ଦିଗକୁ ଖେଳାଇ ହୋଇଯାଏ, ସେହିପରି ଶବ୍ଦବ୍ରହ୍ମରୁ କ୍ଷରିତ ତରଙ୍ଗ ଜ୍ୟୋତି ତରଙ୍ଗର ସୂକ୍ଷ୍ମାଂଶ ସବୁ ଦିଗକୁ ବିଚ୍ଛୁରିତ ହୋଇଯାଏ। ପୁନଃ ଶରୀରସ୍ଥ ପବନକୁ ଉତ୍ତୋଳନ କରିବା ଦ୍ୱାରା ମାନବର ମସ୍ତକରେ ଥିବା ସହସ୍ରାର ଚକ୍ରକୁ ବ୍ରହ୍ମରନ୍ଧ୍ର ଦେଇ ସ୍ପର୍ଶ କରେ ଓ ସହସ୍ରାର ଚକ୍ରରେ ସେହି ଶବ୍ଦର ନାଦ ଝଙ୍କୃତ ହୋଇଥାଏ। ପିଣ୍ଡ ମଧ୍ୟରେ ସେହି ତତ୍ତ୍ୱକୁ ଉପଲବ୍ଧି କରିବାକୁ ଯାଇ ମହାପୁରୁଷେ ଠୁଳ ବ୍ରହ୍ମ ବା ସମଷ୍ଟି ବିନ୍ଦୁରୁ ନିର୍ଗତ ଜ୍ୟୋତି ତରଙ୍ଗ କିପରି ଜୀବ ଘଟରେ ଥିବା ନାଦବିନ୍ଦୁ ସହ ଯୁକ୍ତ, ତାହା ଯୋଗକ୍ରିୟା ମାଧ୍ୟମରେ ଜାଣି ପାରିଥାନ୍ତି। ଭ୍ରମର ଯେପରି ପଦ୍ମକେଶରରେ ବସି ମଧୁ ଚୁମ୍ବେ, ସେହିପରି ସମଷ୍ଟି ବିନ୍ଦୁରୁ ନିର୍ଗତ ଜ୍ୟୋତି ତରଙ୍ଗ ଅହରହ ସହସ୍ରାର ସହ ଯୁକ୍ତ ହୋଇ ରହେ। ଯେଉଁ ମହାମନୀଷୀମାନେ ଚିନ୍ତା ପ୍ରବାହର ଚେତନା ଶକ୍ତିକୁ ସହସ୍ରାର ଚକ୍ର ସ୍ଥିତ ନାଦବିନ୍ଦୁ ସହ ଯୁକ୍ତ କରାଇ ପାରନ୍ତି, ସେହିମାନେ ସହସ୍ର ଦଳ ପଦ୍ମରେ ଶୂନ୍ୟରୁ ଆସି ଲୀଳା କରୁଥିବା ପରଂବ୍ରହ୍ମଙ୍କର ଶକ୍ତିକୁ ଜ୍ଞାତ ହୋଇ ଜୀବନକୁ ଧନ୍ୟ କରାଇଥାନ୍ତି। ନିରନ୍ତର ଧ୍ୟାନ ଦ୍ୱାରା ଦୈବୀ ଶକ୍ତିର ସମର୍ଥନ ମିଳେ ଓ ଚେତନାର ଊର୍ଦ୍ଧ୍ୱଗତି ଲାଭ ହୋଇଥାଏ। ସେ ସ୍ଥଳରେ ଦେହାତ୍ମବୋଧର ଜ୍ଞାନ ଅପସରିଯାଏ। ଜୀବ ପରଂବ୍ରହ୍ମଙ୍କ ସତ୍ତା ସହ ଯୁକ୍ତ ହୋଇ ସମାଧିସ୍ଥ ଅବସ୍ଥା ପ୍ରାପ୍ତ ହୁଏ। ଏହା ପୂର୍ବ ଅର୍ଜିତ ଶୁଦ୍ଧ ସଂସ୍କାରଗତ କର୍ମ ଦ୍ୱାରା ପ୍ରାପ୍ତି ହୋଇଥିବା ଶୁଦ୍ଧ ବାସନା ଯୋଗୁଁ ସମ୍ଭବପର ହୋଇଥାଏ।
ଯେଉଁ ପ୍ରାର୍ଥନାକାରୀମାନେ ତ୍ରିଗୁଣ ପ୍ରଭାବକୁ ପ୍ରତିହତ କରି ବାତକ୍ରିୟା ମାଧ୍ୟମରେ ପ୍ରଭୁଙ୍କର ଶରଣାଗତି ନେଇପାରିବେ, ସେମାନେ ବୈଷ୍ଣବୀ ସତ୍ତା ଶକ୍ତିଙ୍କର କୃପାଭାଜନ ହୋଇ ଜୀବନକୁ ଭବବନ୍ଧନୁ ମୁକ୍ତ କରିପାରିବେ। ତ୍ରାହି ଅଚ୍ୟୁତ ତ୍ରାହି ଜଗନ୍ନାଥ।